ମୋ ନାଁ ବାବୁଲା। ମୋ ବୟସ 27। ପାଠ ପଢ଼ାପଢ଼ିରେ ମୋର କିଛି ମନ ନଥିଲା। ବହୁତ କଷ୍ଟରେ ଦଶମ ପାସ୍ କଲି। ମୋ ବାପା ମା' ବି ଜାଣିଗଲେ ଯେ ମୋର ଆଉ ହବନି। ସେଥିପାଇଁ ଆମେ ସମସ୍ତେ ସୁରଟ ଚାଲିଗଲୁ। ମୋ ବାପା ଆଗରୁ ସୁରଟରେ କାମ କରୁଥିଲେ। ସେଠାରେ ମୋ ମାମୁଁ ମାଇଁ ବି ଫ୍ୟାମିଲି ନେଇକି ରହୁଥିଲେ। ମୋ ବାପା ମା'ଙ୍କ ମୁଁ ଗୋଟେ ପୁଅ। ଚାଲନ୍ତୁ ସାଙ୍ଗମାନେ ଜାଣିବା ମୋ ମାଇଁକି କେମିତି ଜବରଦସ୍ତି ଗେଇଥିଲି। ମୋ ମାଇଁଙ୍କ ନାଁ ପ୍ରମିଳା। ମୁଁ ମୋ ମାଇଁକୁ କେବେ ଆଗରୁ ଖରାପ ନଜରରେ ଦେଖିନି। କିନ୍ତୁ ମୋ ମାଇଁକୁ ଦେଖିବାକୁ ବହୁତ ସୁନ୍ଦର। ଗାଁରୁ ସୁରଟ ଗଲା ପରେ ମୋର ଗେହିବା ପାଇଁ ଆଉ କେହି ମିଳିଲେ ନାହିଁ। କାହିଁକିନା ଗାଁରେ ଗୋଟିଏ ଝିଅ ସହ ମୋର ପ୍ରେମ ସମ୍ପର୍କ ଥିଲା। ତାହା ସହ କାମ ହୋଇଯାଏ। ମୁଁ ସୁରଟ ଚାଲିଗଲା ପରେ ଏ କାମ ବନ୍ଦ ହୋଇଗଲା। ସୁରଟ ଯିବାର 1 ମାସ ପର୍ଯ୍ୟନ୍ତ କେମିତି କେମିତି ଚାଲିଗଲା। କାମରେ ମନ ଲାଗୁନଥିଲା। ଖାଲି କାହା ସହ ସେକ୍ସ କରିବାକୁ ମନ ହେଉଥିଲା। ତାପରେ ମୋର ନଜର ପଡ଼ିଲା ମୋ ମାଇଁଙ୍କ ଉପରେ। କିନ୍ତୁ ଡର ଲାଗୁଥିଲା। ମୋ ମାମୁଁ ଜାଣିଲେ ମୋତେ ଜୀବନରୁ ମାରିଦେବେ। ହେଲେ ବି ମନରେ ଇଚ୍ଛା ଥିଲା। ସେଥିପାଇଁ ଡର ଲାଗୁଥିଲେ ବି ମୁଁ ଚେଷ୍ଟା ଆରମ୍ଭ କରିଦେଲି। ଏମିତି 2 ମାସ ବିତିଗଲା। କିଛି ହୋଇପାରିଲା ନାହିଁ। ଗେହିବାର ପ୍ରବଳ ଇଚ୍ଛା ଯୋଗୁଁ ମୁଣ୍ଡ ବି ଖରାପ ହେଇଯାଉଥିଲା। ତାପରେ ଗୋଟେ ଦିନ ମୁଁ ମାମୁଁ ଘରକୁ ଗଲି। ଘରକୁ ଯାଇ କଲିଂ ବେଲ୍ ମାରିଲି। ତାଙ୍କ ସାନ ପୁଅ କବାଟ ଖୋଲିଲା। ମୁଁ ଦେଖିଲି ମାମୁଁ ବି ଘରେ ନାହାନ୍ତି। ମାଇଁ ବି ନାହାନ୍ତି। ତାପରେ ମୁଁ ତାକୁ ପଚାରିଲି, ଓମ୍ ସମସ୍ତେ କୁଆଡ଼େ ଗଲେ? ତାଙ୍କ ପୁଅ ଖେଳିବାରେ ବ୍ୟସ୍ତ ଥିଲା। ସେ କିଛି କହିଲା ନାହିଁ। ତାପରେ ମୋତେ ଜୋରରେ ଏକ ଲାଗିଲା। ମୁଁ ବାଥରୁମ୍ ଆଡ଼େ ଗଲି। ଦେଖିଲି ବାଥରୁମ୍ ଟିକେ ଖୋଲା ଅଛି। ମୁଁ କିଛି ପାଟି ନ କରି ମୁଁ ପୁରା ଭିତରକୁ ପଶିଗଲି। ଦେଖିଲି ମାଇଁ ନଙ୍ଗଳା ହୋଇ ଗାଧୋଉଛନ୍ତି। ମୋ ମାଇଁ ବାହାର କବାଟ ଦେଇଛନ୍ତି କିନ୍ତୁ ବାଥରୁମ୍ କବାଟ ଦେଇନାହାନ୍ତି। ଘରେ କେହି ନାହାନ୍ତି ବୋଲି। ମୋ ମାମୁଁଙ୍କ ପୁଅ ଛୋଟ ପିଲା। ସେ କିଛି ଜାଣି ନ ପାରି କବାଟ ଖୋଲିଦେଲା। ମୋ ମାଇଁ ବି କବାଟ ଖୋଲିବାର ଆବାଜ ଶୁଣିପାରିଲେ ନାହିଁ। ମୁଁ ବି ବାଥରୁମ୍ରେ କେହି ନାହାନ୍ତି ବୋଲି ସେଠି ଚାଲିଗଲି। ମାଇଁ ମୋତେ ବାଥରୁମ୍ ଭିତରେ ଦେଖି ବହୁତ ଜୋରରେ ଚିଲେଇଲେ। ମୁଁ ବାହାରକୁ ଧାଇଁ ଆସିଲି। ମାଇଁ କପଡ଼ା ପିନ୍ଧି ବାହାରକୁ ଆସିଲେ। ଆଉ ମୋତେ ଗୋଟେ ବ୍ରହ୍ମଚାପୁଡ଼ା ମାରିଲେ। ମାଇଁ କହିଲେ, ତୋତେ ମଣିଷ ଦେଖାଯାଉନି। ବାଥରୁମ୍କୁ ପଶି ଆସୁଛୁ। ରହ ତୋ ମାମୁଁକୁ ଫୋନ୍ କରୁଛି। ମୁଁ କହିଲି, ମାଇଁ ପ୍ଲିଜ୍ ଫୋନ୍ କରନି। ପ୍ଲିଜ୍ ଫୋନ୍ କରନି। ମାଇଁ କହିଲେ, ଫୋନ୍ଟା ଆଣିଲୁ ତୋ ବାପାକୁ ଫୋନ୍ କରୁଛି। ମୁଁ ବହୁତ ଦିନ ହେଲା ଦେଖୁଛି ତୋର ଲକ୍ଷଣ କିଛି ଠିକ୍ ଲାଗୁନି। ମୁଁ କହିଲି, ନାଇଁ ମାଇଁ ସେମିତି କିଛି ନାହିଁ। ମୁଁ କେବେ ବି ତମକୁ ଖରାପ ନଜରରେ ଦେଖିନି। ମୁଁ ଜାଣିପାରିଲିନି। ସେଥିପାଇଁ ପଶିଗଲି। ମାଇଁ କହିଲେ, ରାତିରେ ତୋ ମାମୁଁ ଆସିଲେ କହିବି ତୋ କଥା। ମୁଁ ବାହାରି ଆସିଲି ଘରୁ। ସେ କବାଟ ଦେଲେ। ମୁଁ ବାଟରେ ଚାଲୁଥାଏ। ମୋତେ ଖାଲି ମାଇଁଙ୍କ ଲଙ୍ଗଳା ଦେହ ମନେ ପଡ଼ିଲା। ଗୋଟେ ଯାତ୍ରୀ ବିଶ୍ରାମଗାରରେ ବସିଗଲି। ଆଉ ଠିକ୍ ଭାବରେ ମନେ ପକେଇଲି କି ଦୁଧ ଗାଣ୍ଡି ବିୟାକୁ ଠିକ୍ ଭାବରେ ଦେଖିପାରିଲିନି। ଖାଲି କଳା କଳା ବାଳ ଦେଖାଗଲା। ମୁଁ ମୋ ବାଣ୍ଡକୁ ମାଡ଼ି ବସିଛି। ମୋର ଆଉ କୁଆଡ଼େ ମନ ଲାଗିଲା ନାହିଁ। ଖାଲି ମାଇଁଙ୍କ ଲଙ୍ଗଳା ଦେହ କଥା ମନେ ପଡ଼ିଲା। ତାପରେ ଭାବିଲି, ଭଗବାନ ବୋଧେ ଆଜି ଗେହିବାକୁ ମଉକା ଦେଇଛନ୍ତି। ହାତଛଡ଼ା ହେବନି। ମୁଁ ଜାଣିଲି ସେଇଟା ଭୁଲ। କିନ୍ତୁ ମୋ ମନ ଗେହିବା ପାଇଁ ପାଗଳ ହୋଇଯାଇଥିଲା। ସେଥିପାଇଁ ମୋତେ କିଛି ଦେଖାଗଲାନି। ତାପରେ ମୁଁ ଭାବିଲି ଆଜି ଯେମିତି ହେଲେ ଖେଳ କରିବାଟା କରିବି। ତାପରେ ଚାଲିଲି ମାମୁଁ ଘର ଆଡ଼କୁ। ଡର ଲାଗୁଥାଏ। ତାଙ୍କ ଘର ପାଖରେ ପହଞ୍ଚି ଦୁଆର ପାଖରେ ଠିଆ ହେଲି। ବେଲ୍ ମାରିବାକୁ ସାହସ ହେଉନଥିଲା। ଏମିତି 7 ଥର କବାଟ ପାଖରୁ ଫେରିବା ପରେ 8 ନମ୍ବର ଥର ବହୁତ ସାହସ କରି ବେଲ୍ ମାରିଲି। ମାଇଁ ଆସି କବାଟ ଖୋଲିଲେ। ସେ କବାଟ ଖୋଲିକି କିଛି କହିବା ଆଗରୁ ମୁଁ ତାଙ୍କୁ ଧକ୍କା ଦେଇ ଭିତର ପଟୁ କବାଟ ବନ୍ଦ କରିଦେଲି। ଆଉ ତାଙ୍କ ଗାଲରେ ଗୋଟେ ବ୍ରହ୍ମଚାପୁଡ଼ା ମାରିଲି। ଆଉ କହିଲି, ମୁଁ କହିଲି ଘୋଡ଼ା ଗେହି ମୋତେ ବାଡ଼େଇଥିଲୁ। ଆଜି ତୋତେ ଗେହିକି ତୋ ବିୟା ଯଦି ନ ଫଟେଇ ଦେଇଛି ମୋ ନାଁ ବାବୁଲା ନାହିଁ। ମୁଁ ମାଇଁ ପାଟିରେ କନା ପୂରେଇ ତାଙ୍କ ଘର ଆଡ଼େ ଟାଣି ନେଇଗଲି। ଆଉ ସବୁ କବାଟ ଦେଇଦେଲି। ତାଙ୍କ ପୁଅ ଦାଣ୍ଡ ଘରେ ଶୋଇଥିଲା। ମାଇଁକୁ ତାଙ୍କ ବେଡ୍ରୁମ୍କୁ ନେଇଗଲି। ତାଙ୍କୁ ପାଖରେ ପାଇ ମୁଁ ପୁରା ପାଗଳ ହୋଇଗଲି। ବେଡ୍ରୁମ୍ର ଭିତର ପଟ କବାଟ ଦେଇଦେଲି। ମାଇଁ ପାଟି କରୁଥିଲେ ମାତ୍ର କାହାକୁ ଶୁଣାଯାଉନଥିଲା। ମାଇଁ ପାଟିରେ କନା ପୂରେଇ ଆଉ ହାତକୁ ପାଟି ଉପରେ ଜୋରରେ ଦବେଇ ରଖିଲି। ମାଇଁଙ୍କ ଲୁଗା, ବ୍ରା, ବ୍ଲାଉଜ୍, ଚଡ଼ିକୁ ଚିରିଦେଲି। ମାଇଁ ପାଟି କରୁଥିଲେ ମାତ୍ର ମୁଁ କିଛି ଶୁଣିଲିନି। ତାଙ୍କର କି ଫିଗର! ତାଙ୍କ ଦୁଧ ଗୋରା ଗୋରା ମିଡ଼ିୟମ୍ ସାଇଜ୍ ଦୁଧ। ମାଇଁକି କହିଲି, ଦେଖ ମାମୁଁ ବି ଘରେ ନାହାନ୍ତି। ଆଉ ତମ ପୁଅ ବି ଘରେ ଶୋଇଛି। ଯଦି ତମେ ବେଶୀ ଛୁଡ଼ିଛାଡ଼ି ହେବ ତାହେଲେ ମୁଁ କ'ଣ କରିବି ମୁଁ ନିଜେ ବି ଜାଣିନି। ତାଙ୍କ ପୁଅଙ୍କ କଥା କହିବାରୁ ସେ ଟିକେ ଶାନ୍ତ ହେଲେ। ଏଥର ମୋର ଖେଳ ଆରମ୍ଭ ହେଲା। ମୁଁ ତାଙ୍କ ପାଟିରୁ ହାତ ବାହାର କଲି। ଆଉ ବିୟାକୁ ଜୋର ଜୋରରେ ଚାଟିବାକୁ ଲାଗିଲି। କିଛି ସମୟ ବିୟାକୁ ଚାଟିବା ପରେ ପାଣି ବାହାରିଗଲା। ସେ ନିଜେ ପାଟିରୁ କପଡ଼ା କାଢ଼ି କହିଲେ, ଯାହା କଲ କଲଣି। ଆଉ ବେଶୀ ଚାଟନି। ମୁଁ ଆଉ ସହିପାରୁନି। ଜଲ୍ଦି ଗିହ। ମୁଁ ତୁମକୁ ହାତ ଯୋଡ଼ୁଛି। ହେଲେ ବି ମୁଁ ଚାଟୁଥାଏ।
ତାପରେ ମୁଁ ବାଣ୍ଡରେ ଛେପ ଲଗେଇଲି ଓ ମାଇଁକି ଖଟରେ ଉପରେ ମୁହଁ କରି ଶୁଆଇଦେଲି। ଆଉ ମୁଁ ଠିଆ ହୋଇ ତାଙ୍କୁ ଗେହିବା ଆରମ୍ଭ କଲି। ଜୋର ଜୋରରେ ଗେହି ଚାଲିଥାଏ ଆଉ ଜୋର ଜୋରରେ ତାଙ୍କ ଦୁଧକୁ ଚିପି ଚାଲିଥାଏ। ସେ କିଛି ବି ପାଟି କରୁନଥିଲେ, ଖାଲି ଟିକେ ଓହା ହେଉଥିଲେ ଆଉ ତାଙ୍କ ଆଖିରୁ ଟିକେ ଟିକେ ଲୁହ ବାହାରୁଥିଲା। ମୁଁ ଜାଣିପାରିଲି କି ପ୍ରକାର ଲୁହ। ତାପରେ ମୋର ରୋଷ ବାହାରିଗଲା। ମୁଁ ତାଙ୍କୁ ନ ପଚାରି ତାଙ୍କ ବିଆ ଭିତରେ ଛାଡ଼ିଦେଲି। ମୁଁ ସେମିତି ତାଙ୍କ ବିଆ ଭିତରେ ବାଣ୍ଡକୁ ପୂରେଇ ତାଙ୍କୁ ଭିଡ଼ି ତାଙ୍କ ଉପରେ ଶୋଇଥାଏ ଆଉ ତାଙ୍କୁ ପଚାରିଲି। ମୁଁ କହିଲି, ମାଇଁ କେମିତି ଲାଗିଲା? ମଜା ଆସିଲା କି ନାହିଁ? ମାଇଁ କହିଲେ, ବହୁତ ମଜା ଆସିଲା ଓ ବହୁତ ଭଲ ବି ଲାଗିଲା। ମୁଁ କହିଲି, ତୁମକୁ କିଏ ଗେହିଲେ ଅଧିକ ଭଲ ଲାଗେ, ମାମୁଁ ନା ମୁଁ? ମାଇଁ କହିଲେ, ତୁମ ମାମୁଁଙ୍କ ବାଣ୍ଡ ଟିକେ ଛୋଟ, ତୁମଠୁ ସେ ବହୁତ କମ୍ ସମୟ କରିପାରନ୍ତି। ମୁଁ କହିଲି, ତାହାହେଲେ ଆଉ ଥରେ ଆରମ୍ଭ କରିବା। ସେପଟେ ତାଙ୍କ ପୁଅର କାନ୍ଦିବାର ଆବାଜ ଶୁଣାଗଲା। ମାଇଁ କହିଲେ, ତାକୁ ଆଣିବାକୁ ପଡ଼ିବ, ନହେଲେ ସେ ଚୁପ୍ ହେବ ନାହିଁ। ମୁଁ କବାଟ ଖୋଲି ତାକୁ ବେଡ୍ରୁମ୍ରୁ ନେଇକି ଆସିଲି ଆଉ କବାଟ ପୁଣି ଥରେ ବନ୍ଦ କରିଦେଲି। ତାପରେ ମାଇଁ ତାକୁ ଧରିଲେ ଆଉ ପୁଣି ଥରେ ମାଇଁଙ୍କ ବିଆକୁ ଚାଟିବା ଆରମ୍ଭ କରିଦେଲି। ମାଇଁ କହିଲେ, କ'ଣ କରୁଛ? ପିଲାଟା ଅଛି। ମୁଁ କହିଲି, ସେ ଥିଲେ ଥାଉ, ମୁଁ ତୁମକୁ ଆହୁରି ଗେହିବି। ମାଇଁ ବାଧ୍ୟ ହୋଇକି ସେ ହଁ କଲେ। ଏଥର ମୁଁ ମୋ ବାଣ୍ଡକୁ ତାକୁ ଚଟେଇବାକୁ ଦେଲି। ତାପରେ ତାଙ୍କୁ କହିଲି, ତମେ ତଳମୁହାଁ ହୋଇ ଶୋଇପଡ଼। ସେ ଖଟ ଉପରେ ଯାଇ ଶୋଇଗଲେ। ମୁଁ ତଳେ ଠିଆ ହୋଇ ତାଙ୍କ ବିଆ ମୁହଁରେ ମୋ ବାଣ୍ଡକୁ ରଖିଦେଲି ଆଉ ଗୋଟିଏ ଜୋରସେ ଧକ୍କା ମାରିଲି। ସେ ପୁରା ଚିଲେଇ ଉଠିଲେ ଆଉ କହିଲେ, ଜୋରରେ ଘିଅ, ଆହୁରି ଜୋରରେ ଘିଅ। ମୁଁ ପୁରା ପାଗଳ ହୋଇ ତାଙ୍କୁ ଗେହି ଚାଲିଲି। ତାପରେ ମୁଁ ଶୋଇଲି, ସେ ମୋ ଉପରେ ଶୋଇଲେ ଆଉ ମୋତେ ଗେହିଲେ। ମୁଁ ତାଙ୍କ ଦୁଧକୁ ଜୋର ଜୋରରେ ଚିପୁଥିଲି ଆଉ ତାଙ୍କୁ କିସ୍ ବି କରୁଥିଲି। ଓଃ, କି ମଜା! ମୋ ଜୀବନରେ ଏତେ ମଜା କେବେ ମିଳିନଥିଲା। ତାପରେ ମୁଁ ପୁଣି ଥରେ ତାଙ୍କ ବିଆ ଭିତରେ ମୋର ବୀର୍ଯ୍ୟ ଛାଡ଼ିଦେଲି। ପୁଣି ତାଙ୍କୁ ଧରି କିଛି ସମୟ ଶୋଇଗଲି। ଏମିତି 12:30ରୁ 5:30 ଯାକେ 5 ଘଣ୍ଟାରେ 5ରୁ 6 ଥର ମୁଁ ତାଙ୍କୁ ଗେହିଲି। ତାଙ୍କ ପୁଅ ପାଖରେ ବସି ସବୁ ଦେଖୁଥିଲା। ଶେଷରେ ମୁଁ ତାଙ୍କ ବିଆକୁ ଚାଟୁଥିଲି ଆଉ ଘଣ୍ଟା ଦେଖିଲି। ମୁଁ ଡରିଗଲି। ମାମୁଁ ଆସିବା ସମୟ ହେଇଗଲାଣି। ମୁଁ ମୋ ପେଣ୍ଟ ସାର୍ଟ ପିନ୍ଧି କବାଟ ଖୋଲି ସେଠାରୁ ଚାଲି ଆସିଲି। ମାଇଁ ନଙ୍ଗଳା ହୋଇ ଶୋଇଥିଲେ। ସେ ଦିନ ମାଇଁଙ୍କୁ ଗେହି ବହୁତ ମଜା ଆସିଲା। କିନ୍ତୁ ସେହି ଦିନଠାରୁ ମାଇଁଙ୍କ ଘରକୁ ମୁଁ ଯିବା ଆସିବା କରୁନାହିଁ। ମୋ ବାପାଙ୍କ ସହିତ ବି କଥା ହେଉନାହିଁ। ଲୁଚିକି ସୁରଟରୁ ପଳେଇ ଆସିଲି। ମୁଁ ଜାଣିନି ଏବେ ସେଠାରେ କ'ଣ ହେଲା। ମାଇଁ ମାମୁଁକୁ କହିଲେ କି ନାହିଁ। ମୁଁ ଏବେ ଅଲଗା ଜାଗାରେ ରହୁଛି। ଏଠାରେ ଆଉ ଗୋଟିଏ ଝିଅ ପଟେଇଛି। ଏବେ ତାକୁ ମୁଁ ଗେହୁଛି। ଧନ୍ୟବାଦ। ଯଦି ମୋ ଭିଡ଼ିଓଟି ଆପଣଙ୍କୁ ବହୁତ ଭଲ ଲାଗିଛି, ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ।